ଗୁରୁକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଗୁରୁପଦ ବଳିଆର ସିଂ ଏବଂ ଗୁରୁ ଲିଙ୍ଗରାଜ ସ୍ୱାଇଁଙ୍କ ନେତୃତ୍ୱରେ ଏହି କଳାବୃତ୍ତି ଫଙ୍କସନ ଦ୍ୱିତୀୟ ବର୍ଷର ବାର୍ଷିକ ଉତ୍ସବ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ବହୁତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ବହୁତ ମାନ୍ୟଗଣ୍ୟ ଅତିଥିଙ୍କ କରକମଳରେ, ଏବଂ ଛୋଟ ଛୋଟ କୁନି ପ୍ରତିଭାମାନଙ୍କୁ ମଧ୍ୟ ଏଥିରେ ସମ୍ମାନିତ କରାଯାଇଥିଲା। ଗୁରୁପଦ ବଳିଆର ସିଂ କହିଥିଲେ, ଆମର ପିଲାମାନଙ୍କୁ ଫ୍ରି ଅଫ୍ କଷ୍ଟରେ ତାଙ୍କୁ ପ୍ଲାଟଫର୍ମ ଯୋଗାଇ ତାଙ୍କର କଳାକୁ ପ୍ରଦର୍ଶନ କରି ତାଙ୍କୁ ସାର୍ଟିଫିକେଟ୍ ଏବଂ ଟ୍ରଫି ଦେଇ ତାଙ୍କୁ ସମ୍ମାନିତ କରିବା ଆମର କଳାବୃତ୍ତିର ମୁଖ୍ୟ ଉଦ୍ଦେଶ୍ୟ। ଆଗକୁ ମଧ୍ୟ ଏହିଭଳି ପ୍ରୋଗ୍ରାମ ଜାରି ରହିବ ବୋଲି ସୂଚନା ପ୍ରଦାନ କରିଥିଲେ। ଗୁରୁକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ କଳା ସଂସ୍କୃତି ଓ ଐତିହ୍ୟ ଉତ୍ସବ କଳାବୃତ୍ତି 2026 এই যে উৎসব এটা ଆମର ଦ୍ୱିତୀୟ ସଂସ୍କରଣ। ଓଡ଼ିଶାର କଳା ସାହିତ୍ୟ ସଂସ୍କୃତିର ସୁରକ୍ଷା ତାର ପ୍ରଚାର ପ୍ରସାର ପାଇଁ ଆମ ଅନୁଷ୍ଠାନ କାମ କରୁଛି। ତେଣୁ 2026ର ଏଇ ଯୋଉ ଆୟୋଜନରେ ଆପଣମାନେ ଦେଖିବେ 3ଟି ପର୍ଯ୍ୟାୟରେ ସାହିତ୍ୟ, ନୃତ୍ୟ, ସଙ୍ଗୀତ, ବାଦ୍ୟର ସବୁ କାର୍ଯ୍ୟକ୍ରମ ରହୁଛି। ପ୍ରଥମ ପର୍ଯ୍ୟାୟରେ ଆପଣଙ୍କର କଳାବୃତ୍ତି ସାହିତ୍ୟ ଉତ୍ସବଟା ଆୟୋଜନ କରାଗଲା, ଯୋଉଟା ଦିବଙ୍ଗତ ରାଜନେତା, ବାଗ୍ମୀ ଏବଂ କବି ଶଙ୍କରଶ୍ୱର ପରିଡ଼ାଙ୍କୁ ସେଟା ଆମେ ସମର୍ପିତ କରିଥିଲୁ। ଏଥିରେ ରାଜ୍ୟର ପ୍ରାୟ ଜଣାଶୁଣା 30ରୁ ଉର୍ଦ୍ଧ୍ୱ କବି ଯୋଗ ଦେଇ କବିତା ମାଧ୍ୟମରେ ସେମାନଙ୍କର ପ୍ରିୟ କବିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଅତିଥି ଭାବରେ ଆମ ସହିତ ଯୋଡ଼ି ହୋଇଥିଲେ ଡକ୍ଟର ଶକୁନ୍ତଳା ବଳିଆର ସିଂ, ବିଶିଷ୍ଟ ଲେଖିକା ଏବଂ ଅନୁବାଦିକା, ଏବଂ ପ୍ରଫେସର ପ୍ରଫୁଲ୍ଲ ମିଶ୍ର, ପୂର୍ବତନ କୁଳପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ୱବିଦ୍ୟାଳୟ ବିହାରର ଆମ ସହିତ ଯୋଡ଼ି ହୋଇଥିଲେ ସଂସ୍କୃତ ବିଦ୍ୱାନ। ତେଣୁ ସାହିତ୍ୟ ଉତ୍ସବରେ ଏଇଭଳି ଭାବରେ ଆମେ ଆୟୋଜନ କରିଥିଲୁ, ଯୋଉଥିରେ ବିଶିଷ୍ଟ ସାହିତ୍ୟ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ କୃତି ପାଇଁ ଡକ୍ଟର ଚନ୍ଦ୍ରଶେଖର ହୋତାଙ୍କୁ ଆମେ କଳାବୃତ୍ତି ସାହିତ୍ୟ ସମ୍ମାନ ଏବଂ ବିଶିଷ୍ଟ ଜଣାଶୁଣା କବି ଶ୍ରୀଯୁକ୍ତ ଅକ୍ଷୟ ବେହେରାଙ୍କୁ ମଧ୍ୟ ଆମେ କଳାବୃତ୍ତି ସାହିତ୍ୟ ସମ୍ମାନ, ଏଇଭଳି 2 ଜଣ ବ୍ୟକ୍ତି ବିଶେଷକୁ ଆମେ କଳାବୃତ୍ତି ସାହିତ୍ୟ ସମ୍ମାନରେ ସମ୍ମାନିତ କଲୁ। ଦ୍ୱିତୀୟ ପର୍ଯ୍ୟାୟରେ ଆପଣଙ୍କର ସମ୍ଭାବନା ସୁପର 30 ବୋଲି ଗୋଟେ ଆମେ ଓଡ଼ିଶୀ କମ୍ପିଟିସନ କରିଛୁ, ଯୋଉଥିରେ ଓଡ଼ିଶାର ପ୍ରାୟ 12ରୁ 18 ବର୍ଷ, ଏ ବର୍ଷ ମଧ୍ୟ ପୁନେ, ଆପଣଙ୍କର ନାଗପୁର, କଲିକତାରୁ ମଧ୍ୟ ଶିଳ୍ପୀ ଆସିଛନ୍ତି। এটা ବିନା ପାରିଶ୍ରମିକରେ ଆମେ ରେଜିଷ୍ଟ୍ରେସନ ପିଲାଙ୍କଠୁ ନ ନେଇ, ଯୋଉଟା କି ଗୋଟେ ପ୍ରଚଳିତ ଧାରା କିଛି ଦିନ ବର୍ଷ ହେଲା ଏଟା ଚାଲି ଆସିଛି, ଆମେ ପିଲାଙ୍କ ଠାରୁ କୌଣସି ଅର୍ଥ ନେଉନାହୁଁ। ଆମେ ଚାହୁଁଛୁ ଭଲ ପିଲାମାନେ ଆସି ଏଠାରେ କାର୍ଯ୍ୟକ୍ରମ ପରିବେଷଣ କରନ୍ତୁ, ସେମାନଙ୍କୁ ଉତ୍ସାହିତ କରିବୁ, କାରଣ ଏଇଟା ଗୋଟେ ସାହିତ୍ୟ। ଦେଖନ୍ତୁ, ସାହିତ୍ୟ ସାଧାରଣତଃ ନୃତ୍ୟ ସଙ୍ଗୀତକୁ ନେଇକି ବହୁତ କାର୍ଯ୍ୟକ୍ରମ ହଉଛି, ଏଥିରେ ଉଭୟ ଯୁବ ଏବଂ ଅଭିଜ୍ଞ ମାନଙ୍କୁ ଆମେ ସୁଯୋଗ ଦେଇଛୁ। କଳାର ମାନେ ସାହିତ୍ୟର କେମିତି ଆମେ, କାରଣ ଧୀରେ ଧୀରେ ଆପଣ ମାନେ ମଧ୍ୟ ଜାଣନ୍ତି ଆମେ ଟିକେ ଇଂରାଜୀ ଆଡକୁ ବେଶୀ ଢଳି ଯାଉଛେ। ତେଣୁ ସାହିତ୍ୟ ପ୍ରତି ରୁଚି ରହୁ, ସାହିତ୍ୟ ଆମର ବଞ୍ଚିକି ରହୁ, ଭାଷା ପ୍ରତି ଲୋକଙ୍କର ଗୋଟେ ଆସକ୍ତି ରହୁ, ନିଜର ଓଡ଼ିଆ ଭାଷା ବସି ଯୋଉ ସ୍ୱାଭିମାନ, ଯୋଉଟାକୁ ଆମେ ଅସ୍ମିତା ବୋଲି କହୁଛେ। ତେଣୁ ସାହିତ୍ୟ ମାଧ୍ୟମରେ ହିଁ ପ୍ରତି ଜିନିଷ, ବିନା ସାହିତ୍ୟରେ ନା ନୃତ୍ୟ ନା ସଙ୍ଗୀତ କୌଣସି ଜିନିଷ ସମ୍ପୂର୍ଣ୍ଣ ହେଇପାରିବ ନାହିଁ। ତେଣୁ ଛୁଆମାନଙ୍କ ପାଇଁ ମଧ୍ୟ ଆମେ କମ୍ପିଟିସନ କରୁଛୁ, ସମସ୍ତଙ୍କୁ ଆମେ ସମ୍ବର୍ଦ୍ଧନା ଦେଉଛୁ, ଏବଂ ରାତିର ଯୋଉଟା ମୁଖ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ତା ଦେହରେ ଆମେ ଆପଣ ଦେଖିବେ କଳାବୃତ୍ତି ସମ୍ମାନ ଓଡ଼ିଶାର ପ୍ରାୟ 10 ଜଣଙ୍କୁ ଆମେ ଦଉଛୁ। ସିନିୟର କାଟେଗୋରୀରେ ବିଶିଷ୍ଟ 5 ଜଣଙ୍କୁ ଦଉଛୁ, ଗୁରୁ ଜୟକୃଷ୍ଣ ନାୟକ, ଡକ୍ଟର ସଙ୍ଗୀତା ଗୋସାଇଁ, ଡକ୍ଟର କୀର୍ତ୍ତନ ନାରାୟଣ ପାଢ଼ୀ, ଡକ୍ଟର ମନୋରଞ୍ଜନ ପ୍ରଧାନ, ଏବଂ ଆପଣଙ୍କର ସାମ୍ବାଦିକତା ବୃତ୍ତିରୁ ଯିଏ ଅଛନ୍ତି ସମୀକ୍ଷା ପଟ୍ଟନାୟକ, ଜଣେ ଅଭିଜ୍ଞ ସାମ୍ବାଦିକା, ତାଙ୍କୁ ମଧ୍ୟ ଆମେ ସମ୍ମାନିତ କରୁଛୁ। ଏବଂ ଯୁବ ପ୍ରତିଭା ସମ୍ମାନରେ ଆମେ ଗୁରୁ ଅରୁପା ଗାୟତ୍ରୀ ପଣ୍ଡା, ଗୁରୁ ରାମଚନ୍ଦ୍ର ବେହେରା, ସତ୍ୟବ୍ରତ କାଠ, ଏବଂ ବିଶିଷ୍ଟ ହାସ୍ୟ ଅଭିନେତା ପ୍ରଜ୍ଞାରଞ୍ଜନ ଖଟୁଆ ଏବଂ ଲାଇଟ୍ ଡିଜାଇନର ବିକାଶ ପ୍ରଧାନଙ୍କୁ ମଧ୍ୟ ଆମେ କଳାବୃତ୍ତି ଯୁବ ପ୍ରତିଭା ସମ୍ମାନ ଦେଉଛୁ। ଏବଂ ଅତିଥି ଭାବରେ ଆମ ସହିତ ଯୋଡ଼ି ହୋଇଛନ୍ତି ପଦ୍ମଶ୍ରୀ କୁମକୁମ ମହାନ୍ତି, ଆପଣଙ୍କ ସହିତ ଯୋଡ଼ି ହୋଇଛନ୍ତି ରବି ନାରାୟଣ ସେନାପତି ମହୋଦୟ, ପୂର୍ବତନ ପ୍ରଶାସକ, ଏବଂ ଆମ ସହିତ ଗୁରୁ ଡକ୍ଟର ସ୍ନେହପ୍ରଭା ସାମନ୍ତରାୟ, ଗୁରୁ ଧନେଶ୍ୱର ସ୍ୱାଇଁ, ଡକ୍ଟର ଚନ୍ଦ୍ରଶେଖର ହୋତା, ତେଣୁ ଏବଂ ରାଜନେତା ଗୋଲକ ମହାପାତ୍ର ମଧ୍ୟ ଆମ ସହିତ ଯୋଡ଼େଇଛନ୍ତି। ତେଣୁ କାର୍ଯ୍ୟକ୍ରମଟା ବଡ଼ ଶୃଙ୍ଖଳିତ ଭାବରେ ହେଇଛି। ତେଣୁ ସାମଗ୍ରିକ ଭାବେ ଯଦି ଆପଣ ଦେଖିବେ, ସାହିତ୍ୟ, ନୃତ୍ୟ, ସଙ୍ଗୀତର ଏଇଟା ଗୋଟେ ସମାଗମ, ଯାହାକୁ ନେଇକି ଆମେ ଓଡ଼ିଆ ହିସାବରେ ଗର୍ବ କରୁ। ତେଣୁ କଳା ସଂସ୍କୃତି ସାହିତ୍ୟକୁ କେମିତି ଆମେ ବଞ୍ଚେଇକି ରଖିବା, ଆମର ପରିଚୟ ସେଇଟା। ତେଣୁ ସେ ଦିଗରେ ଆମେ କାର୍ଯ୍ୟରତ ଅଛୁ ଏବଂ ଆଗାମୀ ବର୍ଷ ମାନଙ୍କରେ ମଧ୍ୟ ଆମର ଏଇ ଉଦ୍ୟମଟା ସେଭଳି ଚାଲିବ। କମ୍ପାରେଟିଭଲି ଆମର ଏଇଟା ଟିକେ ନୂଆ ସଂସ୍ଥା, କିନ୍ତୁ ଆମର ଉଦ୍ଦେଶ୍ୟ ବହୁତ କିଛି ଆଗକୁ କରିବାର ଅଛି। ଯେହେତୁ ଆମେ ଏଇ ଫିଲ୍ଡରେ ବହୁ ବର୍ଷ ଧରି କାର୍ଯ୍ୟ କରୁଛୁ, ବର୍ତ୍ତମାନ ଏଇ ଯୋଉ ଆମେ ଯୋଉ ଷ୍ଟେପଟା ବି ନେଇଛୁ, ଆପଣ ଦେଖିବେ ପିଲାମାନଙ୍କ ଠାରୁ ଆମେ କୌଣସି ରେଜିଷ୍ଟ୍ରେସନ ଫି ନଉନାହୁଁ, ଆଉ ପିଲାମାନଙ୍କୁ ମଧ୍ୟ ଟ୍ରଫି ଏବଂ ସାର୍ଟିଫିକେଟ ଦେଇକି ତାଙ୍କୁ ଉତ୍ସାହିତ କରୁଛୁ।
এইটা ହିଁ ଗୋଟେ ଭିନ୍ନ ଉଦ୍ୟମ ଯୋଉଟା ଆମେ ଆର ବର୍ଷ କରିଛୁ, ଆପଣ ମାନେ ବି ବୁଝିଲେ ସେଟା ଜାଣିପାରିବେ। ଏଇଭଳି ଆଉ କିଛି ନୂଆ ଆମେ ପଦକ୍ଷେପ ମଧ୍ୟ ଭବିଷ୍ୟତରେ ନେବା ପାଇଁ ଯାଉଛୁ। ଆମର ଗୋଟିଏ ଲକ୍ଷ୍ୟ ଯେ କଳା ସଂସ୍କୃତି ସଠିକ ଭାବରେ କେମିତି ତାର ପ୍ରଚାର ପ୍ରସାର ହବ, ସୁରକ୍ଷିତ ହେଇକି ରହିବ। ନମସ୍କାର, ମୋ ନାଁ ହେଉଛି ସଂସିତା ଦଳେ। ମୁଁ ଜୟପୁର କୋରାପୁଟ ଠାରୁ ଆସିଛି। ଆଉ ମୁଁ ବହୁତ ଗର୍ବ ଫିଲ୍ କରୁଛି ମୋ ଗୁରୁଜୀ ରୁ କାହ୍ନୁଚରଣ ପ୍ରଧାନ ଆଉ ଗୁରୁଜୀ ଲିଙ୍ଗରାଜ ସ୍ୱାଇଁଙ୍କ ତରଫରୁ ମୁଁ ଆସିଛି। ଆଉ ମୁଁ ବେଶୀ ପ୍ରାଉଡ ଫିଲ୍ କରୁଛି ବିକଜ ମୋ ମମି ବାପାଙ୍କ ସପୋର୍ଟ ପାଇଁ। ମମି ଅମିତା ପଟ୍ଟନାୟକ ଆଉ ବାବା ସତ୍ୟବାନ ଦଳେ। ଆଉ ମୁଁ କ୍ଲାସ 12th ରେ ପଢୁଛି ଏବେ, ଆଉ ଏବେ 11th ରେ ଅଛି। ମୁଁ ଯୋଉ ଗୀତରେ ଆଜି ପରଫର୍ମାନ୍ସ କଲି ତା ନାଁ ହଉଛି ଅନାଲ ଶ୍ୟାମକି ରଙ୍ଗେ। ମୁଁ ବହୁତ ପ୍ରାଉଡ ଫିଲ୍ କରୁଛି। ଏଇଟା ମୋର ପ୍ରଥମ ନୁହଁ, ଦ୍ୱିତୀୟ ଥର ମୁଁ ଆସିଛି। ପ୍ରଥମ ଥର ମୁଁ ପୁରା ଗ୍ରୁପ ସହିତ ଆସିଥିଲି, ଆଣ୍ଡ ଏଥର ମୁଁ ସିଙ୍ଗଲ କରୁଛି, ବହୁତ ସୋଲୋରେ କରୁଛି। ଆଣ୍ଡ ଟିକେ ନର୍ଭସ୍ ଫିଲ୍ ଥିଲି, ଟିକେ ଭୁଲ ଭାଲ ବି କଲି। ବାକି ମୁଁ ବେଶୀ ଖୁସିରେ କହିପାରୁଛି କି ମତେ ଏଇ ଅପରଚୁନିଟି ମିଳିଲା ମୋ ଗୁରୁଜୀଙ୍କ ପାଇଁ। ମୁଁ ତ ବହୁତ ଲକ୍ଷ୍ୟ କରିଛି, ଗୋଟେ ଗୁରୁଜୀଙ୍କ ନାଁରେ ଗୋଟେ ଡାନ୍ସ କ୍ଲାସ୍ ଖୋଲିବି, ମୋ ମମି ବାବାଙ୍କୁ ଗର୍ବ ଫିଲ୍ କରେଇବି। ଆଣ୍ଡ ମୁଁ ବି କିଛି ଗୋଟେ ଭଲ ପୋଜିସନ ନେଇକି ଛିଡାଇବି। ହଁ, ଆଜ୍ଞା। ମୁଁ କଟକରେ ଯାଇଛି, ଭୁବନେଶ୍ୱର ଯାଇଛି, ଆଣ୍ଡ ଆମ ଜୟପୁର କୋରାପୁଟ ଠାରେ ବି ବହୁତ ଥର ଯାଇଛି। ପ୍ଲସ୍ ଆମର ଯେତିକି ଲାଇକ୍ ପୁରା ପରଫର୍ମାନ୍ସ ହୁଏ, ଯାତ୍ରା ଟାଇପ ର ହୁଏ, ସେଇଠି ବି ଯାଇକି ମୁଁ ବହୁତ ପରଫର୍ମାନ୍ସ କରିକି ଆସିଛି। ନାଇଁ, ଯାଇନି। ହଁ, ଟ୍ରାଏ କରିଛୁ, କରିବୁ ବି। ନେକ୍ସଟ ଟାଇମ ଟ୍ରାଏ କରୁଛୁ ଯିବା ପାଇଁ। ବହୁତ ଇଚ୍ଛା ଅଛି। ଓଡିଶାକୁ ରିପ୍ରେଜେଣ୍ଟ କରିବା ପାଇଁ ବହୁତ ଖୁସି ଲାଗେ। ଡକ୍ଟର କାହ୍ନୁଚରଣ ପ୍ରଧାନ। ମୁଁ ଜୟପୁର କଳାକେନ୍ଦ୍ରରେ ଜୟପୁର ଅନୁଷ୍ଠାନ କରିଛି, ମାନେ 42 ବର୍ଷ ହେଇଗଲା। ଏଥିରେ ହଜାର ହଜାର ପିଲା ବି ବାହାରିଛନ୍ତି, ବହୁତ ପୁରୁଣା ପିଲା ଅଛନ୍ତି, ନୂଆ ପିଲା ବି ଅଛନ୍ତି। ତଥାପି ଏଇ କଳା ବୃତ୍ତିକୁ ଆସିକି ମତେ ବହୁତ ଆନନ୍ଦ ଲାଗିଲା, ବହୁତ ଭଲ ଲାଗିଲା। ଆଉ ଆମର ବଳିଆର ସିଂ, ଗୁରୁପଦ ବଳିଆର ସିଂ, ତାକୁ ଅନୁଷ୍ଠାନଟିକୁ ଯାହା ହଉ 2 ବର୍ଷ ହେଲା ବହୁତ ପରିଶ୍ରମ କରିଛନ୍ତି। 2 ବର୍ଷ ହେଲାଣି, 2 ବର୍ଷ ଅଛି। ମୁଁ ଆଗରୁ ମଧ୍ୟ ଜଡ଼ିତ ଥିଲା ଭଳିଆ ଅଛି। ହେଲା ଆମର ଇଏ ଲିଙ୍ଗରାଜ ପାଇଁ ସାଙ୍ଗରେ, ତାପରେ ମୁଁ ଏଇଟା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସାଙ୍ଗରେ ମୁଁ ଟୋଟାଲି 94 ଜଡ଼ିତ ଅଛି। ନାଇଁ, ଜଣେ ମାତ୍ର ନେଇକି ଆସିଛି। ଆଉ ସେ ତାର ନାଁ ହଉଛି ସଂସିତା ଦଳେଇ। ସିଏ ବି ମାନେ 10-12 ବର୍ଷ ହେଲା ମୋ ପାଖରେ ଟ୍ରେନିଂ ରହୁଛି। ଆଉ ମେନ୍ ଟ୍ରେନିଂ ଆମର ଇଏ ଲିଙ୍ଗରାଜ ସ୍ୱାଇଁ ଦଉଛନ୍ତି। ଇଏ ବି ପ୍ରତିବର୍ଷ ଆମର ଲିଙ୍ଗରାଜ ସ୍ୱାଇଁ, ରମଣୀ ରଞ୍ଜନ ଆଉ ପ୍ରଶାନ୍ତ ସାହୁ, ଏମାନେ ପ୍ରତିବର୍ଷ ଆମର ଆନୁଆଲ ଫଙ୍କସନକୁ ଯାଆନ୍ତି। ଆଉ ସେଠି ମତେ ଆମର ପ୍ରତିବର୍ଷ ମାଗାଜିନ୍ ବାହାରେ। ବହୁତ ବଢିଆ ଆମର ଅନୁଷ୍ଠାନଟା ଆସିଛି, ବହୁତ ବଢିଆ ଅଛି। ସେଟା ବି ରେଜିଷ୍ଟର୍ଡ ଅନୁଷ୍ଠାନ। ଚଣ୍ଡିଗଡ଼ ୟୁନିଭର୍ସିଟି ସାଙ୍ଗେ ତାର ଏଫିଲିଏସନ କରାହେଇକି ପିଲାମାନଙ୍କୁ ସାର୍ଟିଫିକେଟ। ମୋ ନାଁ ଅମିତା ପଟ୍ଟନାୟକ, ଆଉ ମୋ ଝିଅ ହଉଛି ସଂସିତା ଦଳେଇ। ଆମେ ତ କୋରାପୁଟରୁ ଆସିଛୁ। ଆଉ ତାର ତ ପ୍ରଥମ ଗୁରୁ ଜୟପୁର କଳାକେନ୍ଦ୍ରର କାହ୍ନୁ ସାର୍, ଆଉ ତାଙ୍କରି ପାଇଁ ଏ ସୁଯୋଗ ମିଳିଛି। ସିଏ ଆଜି ରବୀନ୍ଦ୍ର ମଣ୍ଡପରେ ଡ୍ୟାନ୍ସ କରିବା ପାଇଁ ଆସିଥିଲା। ଆଉ ପ୍ରଥମତଃ ଧନ୍ୟ ଦେବି ସାର୍ଙ୍କୁ। ହଁ, ମୁଁ ତ 100% ରାଜି। ମୋ ଝିଅ ଯୋଉଠି ବି ଯିବ, ଯୋଉଠି ବି ଚାହିଁବ, ଯାହା ବି କରିବ, ସେଥିପାଇଁ ତ ମୁଁ ପିଲାଦିନରୁ ତାକୁ ସେ ସ୍କୋପଟା ଦେଇଛି।
ଆଉ ସେଥିରେ ବି ମୋ ହଜବେଣ୍ଡ ସପୋର୍ଟ କରୁଛନ୍ତି ଯିବା ପାଇଁ। ଦେଶ ବିଦେଶକୁ ଯିବା ପାଇଁ ଯୋଉଠିକି ଚାହିଁବ ସେ ଯିବ। ଆଉ ଆଗକୁ ଅନୁଷ୍ଠାନ ତରଫରୁ ସାର୍ ଇଚ୍ଛା ଅଛି ଗୁରୁଙ୍କ ହଁ। ନାଁରେ ଗୋଟେ ଅନୁଷ୍ଠାନ ଖୋଲିବେ ପ୍ଲସ୍ ନିଜେ ଗୋଟେ ଶିକ୍ଷା ଦେବେ କିଛି ଛାତ୍ରଛାତ୍ରୀଙ୍କୁ। ହଁ, କଣ କହିବେ? ମୁଁ ତ ତାକୁ ସେଇଟା ହିଁ କହୁଛି। ସେ ବେଶୀ ପାଠ ନ ପଢିଲେ ବି ଡ୍ୟାନ୍ସ ରେ ଯାଇକି ସେ ତାର ନାଁ କମେଇ ପାରିବ। କଳା ବୃତ୍ତି କଳା ସଂସ୍କୃତି ଐତିହ୍ୟକୁ ନେଇ କଣ ମେସେଜ ରଖିବେ ତାଙ୍କ ଭଳି ନା, ଆଗ କାଳରେ ତ ସମସ୍ତେ ଏଇ କଳାବୃତ୍ତିକୁ ବହୁତ କିଛି ଆକ୍ଷେପ କରୁଥିଲେ, କିନ୍ତୁ ଆମର ସେ ସବୁ ପୁରୁଣା ଚିନ୍ତାଧାରା ନାହିଁ। ସେଥିପାଇଁ ମୁଁ ଝିଅକୁ ଏଇ ଲାଇନରେ ପଠେଇ ଦେଇଛି। ପ୍ରାୟତଃ 5 ବର୍ଷରୁ ତାକୁ ଡ୍ୟାନ୍ସ କ୍ଲାସ ଛାଡି ଦେଇଛି। ଆଉ ସେ ତା ଭବିଷ୍ୟତରେ କିଛି କରିପାରିବ, ସେତିକି ଆମର ଆଶା ଅଛି। ବାପା ମାଙ୍କ ପ୍ରେରଣାରେ ଝିଅ ଆଜି ଏଟା ମାନେ ଆପଣଙ୍କର ସେ ଝିଅ ଯଦି 5 ବର୍ଷରୁ ଶିଖିଲାଣି ଓଡ଼ିଶୀ ବର୍ତ୍ତମାନ ସୁଦ୍ଧା କୌଣସି ଆୱାର୍ଡ ବଡ଼ ବଡ଼ ଆୱାର୍ଡ ପାଇଲାଣି ଜାଣିବାକୁ? ହଁ, ସେ ଯୋଉଠିକି ବି ଯାଇଛି ତ ପ୍ରାଇଜ ଧରିକି ଆସିଛି। ସାର୍ ଯୋଉଠି ଯୋଉଠି ନେଇଛନ୍ତି। ଆଉ ଆମର ବି ଫ୍ୟାମିଲି ଡିଷ୍ଟର୍ବାନ୍ସ ସକାଶେ ତାକୁ ଆଉ ବେଶୀ ଦୂର ଜାଗାକୁ ପଠେଇ ପାରୁନୁ, କିନ୍ତୁ ଭବିଷ୍ୟତରେ ଯଦି ସେ ଯିବା ପାଇଁ ଚାହିଁବ ନିଶ୍ଚିତ ଭାବରେ ଯିବ। ଆପଣମାନଙ୍କୁ କେତେ ଗୌରବାନ୍ୱିତ ଲାଗୁଛି? ମତେ ତ ବହୁତ ଗର୍ବ ଲାଗୁଛି, ମୋ ଝିଅ ଏଇଠି ଆସି ନୃତ୍ୟ କରୁଛି। ମୁଁ ଆଜି ବହୁତ ପ୍ରାଉଡ ଫିଲ୍ କରୁଛି ମୋ ଝିଅ ପାଇଁ। ଗୋଟେ ଗୁରୁଜୀ କାହ୍ନୁଚରଣ ପ୍ରଧାନ ଆଉ ସ୍ୱାଇଁ ସାର୍ ଆଉ ଏଇଟାର ପ୍ରଥମ ଶ୍ରେୟ ଦେବି ଆପଣଙ୍କ ଏଇ ଅନୁଷ୍ଠାନ ତରଫରୁ ଯେ ଆଜି ପରଫର୍ମାନ୍ସ କଲେ ଆସିକି ଅନୁଷ୍ଠାନକୁ କାହାକୁ ଧନ୍ୟବାଦ ଦେବା ପାଇଁ ଚାହୁଁଛନ୍ତି? ଅନୁଷ୍ଠାନରେ କାହ୍ନୁଚରଣ ପ୍ରଧାନ ଆଉ ଲିଙ୍ଗରାଜ ସ୍ୱାଇଁ ଅନୁଷ୍ଠାନକୁ ଗୁରୁପଦ ବଳିଆର ସିଂ। ଆଉ ତାହେଲେ ଆପଣଙ୍କ ଝିଅର ଇଚ୍ଛା ଅଛି ଓଡ଼ିଶୀ ଡ୍ୟାନ୍ସ କରିବ, ପ୍ଲସ୍ ତା ସଙ୍ଗେ ସଙ୍ଗେ ଓଡ଼ିଶୀ ଡ୍ୟାନ୍ସ ମାଷ୍ଟର ହେଇକି ନିଜ ଶିକ୍ଷା ଅନୁଷ୍ଠାନ ଖୋଲି ବହୁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବ। ଆପଣଙ୍କ ଇଚ୍ଛା ତାଙ୍କ ଇଚ୍ଛାରେ କଣ? ସେ ଯାହା ଚାହିଁବ ମୁଁ ତାହା କରିବା ପାଇଁ ସୁଯୋଗ ଦେବା ପାଇଁ ଇଣ୍ଟରେଷ୍ଟେଡ୍ ଅଛି। ଦେଶ ବିଦେଶକୁ ଯାଇ ପରଫର୍ମ କରିବା ପାଇଁ ଚାହୁଁଛି। ଝିଅକୁ ତ ମୁଁ ବାପା ହିସାବରେ ଯେତିକି ସପୋର୍ଟ କରିବା କଥା କରୁଛି, ତାଠୁ ଅଧିକ ତା ମା ତାକୁ ଝିଅ କରୁଛି। ଅଲରେଡି ଚାହୁଁଛି ଦେଶ ବିଦେଶକୁ ଯାଇ ହଁ। ପରଫର୍ମ କରିବା, ଆପଣ ସୁଯୋଗ ଦେବେ? ହଁ ସୁଯୋଗ। Thank you. Kalaburti annual function. It's been an incredible experience. Yes. I've enjoyed every moment and felt very honoured to be part of the celebrations. It's been beautiful to see the other dancers, and for me, this is my first time dancing in India, so for me, it's a really incredible experience. I'm very grateful to be here. How to feel in Kalaburti function? How to feel? Oh, I feel amazing, very welcome, and very honoured to be among incredible artists. Yes, a high standard of art and a high standard of dance and music. So it's an honour and a privilege to be here. Who is that organizer? It's Lingaraj Swinser, who's my teacher's guru, and I learned with a teacher in Spain, and this is her guru. So I wanted to come to India. I learned many years in Spain, and I wanted to come to India to come to the roots of Odissi. Today, which dance performance in Rabindra Mandap? I performed Navadurga. Navadurga. Yeah. Thank you. Thank you. Raj Swinser and Guru Patpalya Singh. How to feel? Amazing, very happy, very happy. How many times comes to Odisha? Two times now. 2 times now. Yeah. Okay. ଆମେ ଆଗକୁ ଏହାକୁ ଆହୁରି ଆଗକୁ କିଭଳି ଭାବରେ ବଡ଼ କରିବୁ ଏବଂ ବିସ୍ତାର କରିବୁ ଆଉ ବିଭିନ୍ନ ଜାଗାରେ କରିବୁ, ଏହା ଆମର ବହୁତ ଆଗ୍ରହ ଅଛି ଏବଂ ଯୋଜନା ମଧ୍ୟ ପ୍ରସ୍ତୁତ କରୁଛୁ।